କଣ୍ଠା ସବୁ ସଫା ସେ କରିବ ନାହିଁ। ସେହି ପଥ ପରେ ଚାଲିବା ପାଇଁ କି ଉପାୟ ଦେବ ସାହସ ଦେବ ସେମିତି। ତା ସହିତ ମୋର ସବୁ ତକ କାଳ ଆନନ୍ଦରେ ଯିବ ବିତି। ସିଏ ହେବ ମୋର ସାଥୀ, ସିଏ ହେବ ମୋର ସାଥୀ। ଯା ସହିତ ମୋର ସବୁ ତକ କାଳ ସହଜରେ ଯିବ ବିତି, ସହଜରେ ଯିବ ବିତି, ସହଜରେ ଯିବ ବିତି। ଧନ୍ୟବାଦ ଅପା। ସମସ୍ତଙ୍କୁ ସୁପ୍ରଭାତମ୍। ଆଜିର ଏହି ମଙ୍ଗଳ ପ୍ରଭାତରେ ଉପସ୍ଥିତ ସମସ୍ତ ଦିବ୍ୟ ଜୀବନକାଂକ୍ଷୀ ଭାଇ ଭଉଣୀମାନଙ୍କୁ ମୋର ନମସ୍କାର। ଆମେ ଏହି ତୈତ୍ତରୀୟ ଉପନିଷଦର ବ୍ରହ୍ମାନନ୍ଦ ବଲ୍ଲୀର ଅନ୍ତିମ ଅନୁବାକ ଅଧ୍ୟୟନ କରୁଛୁ, ଆଲୋଚନା କରୁଛୁ। ଆଜି ଅନ୍ତିମ ଅନୁବାକ ଅଧ୍ୟୟନ ଆଲୋଚନା କରିବା। ଏହି ଆଲୋଚନା କରିବା ପୂର୍ବରୁ ଆମେ ପ୍ରଥମେ ସେହି ପରମ ଏକ ବୀଜ ମନ୍ତ୍ର ଓଁକାର ନାଦଧ୍ୱନିକୁ ତ୍ରିବାର ଉଚ୍ଚାରଣ କରିବା। ତାପରେ ତୈତ୍ତୀୟ ଉପନିଷଦର ମନ୍ତ୍ରକୁ ଅଧ୍ୟୟନ କରିବା। हे परमोच्च प्रभु, ଚିରନ୍ତନ ସତ୍ୟ, ଆମେ କେବଳ ତୁମରି ଆଜ୍ଞାବହ ହୋଇଉଠୁ ଓ ସତ୍ୟର ବିଧାନକୁ ଆଶ୍ରୟ କରି ଜୀବନ ଧାରଣ କରୁ। ଆମେ ବ୍ରହ୍ମାନନ୍ଦ ବଲ୍ଲୀର ଏହି ପରମ ବୈଦିକ ଋଷିମାନଙ୍କର ଶିଷ୍ୟମାନଙ୍କୁ ଯେଉଁ ଶିକ୍ଷାଦାନ ପରମ ବ୍ରହ୍ମଙ୍କ ସମ୍ପର୍କରେ ଆଲୋଚନା କରୁଛୁ। ଗୁରୁ ତାଙ୍କ ଶିଷ୍ୟମାନଙ୍କୁ ବ୍ରହ୍ମଙ୍କର ଅବ୍ୟକ୍ତ ସନାତନ ଶାଶ୍ୱତ ରୂପକୁ ବର୍ଣ୍ଣନା କରୁଛନ୍ତି। ଯେ ବ୍ରହ୍ମ ହେଲେ ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍। ସେ ପ୍ରତ୍ୟେକଙ୍କ ଭିତରେ ପ୍ରତ୍ୟେକ ଅନ୍ତରଗହ୍ୱର ପ୍ରଦେଶରେ ଗୁପ୍ତ ଭାବରେ ରହିଛନ୍ତି। ସେ ପୁଣି ରହିଛନ୍ତି ଅନନ୍ତ ଆକାଶରେ ପରିବ୍ୟାପ୍ତ ହୋଇକରି। ସେ ସର୍ବତ୍ର ସବୁଠି ରହିଛନ୍ତି। ଏହି ଅନନ୍ତ ଆକାଶରୁ ଏକ ବ୍ୟକ୍ତ ଆକାଶ ରୂପରେ ଏବଂ ସେହି ବ୍ୟକ୍ତ ଆକାଶରୁ ବାୟୁ ରୂପରେ, ବାୟୁରୁ ଅଗ୍ନି, ଅଗ୍ନିରୁ ଆପ୍ ଏବଂ ଆପରୁ ପୃଥିବୀ ଓ ପୃଥିବୀ ଆଦି ଯେତେ ପଞ୍ଚତତ୍ତ୍ୱ ରହିଛି, ଏହି ପାଞ୍ଚଟି ପଞ୍ଚତତ୍ତ୍ୱ ସବୁକିଛି ସେ ବନସ୍ପତି ରୂପରେ
ବ୍ୟକ୍ତ ହୋଇ ଗୋଟେ ଅନ୍ନମୟ ସତ୍ତାରେ ନିଜକୁ ପ୍ରକାଶ କଲେ। ଯାହା ଆମେ ଜଗତ ଦେଖୁଛୁ ଏ ସବୁ କିଛି ଏକ ଅନ୍ନମୟ ସତ୍ତା, ପରମଙ୍କର ଏକ ଅନ୍ନମୟ ସତ୍ତା। ଏହି ଜଗତର ମନୁଷ୍ୟ ଆଦି ଯେତେ ଭୂତ ସମୂହ ଯାହାକୁ ଆମେ ପ୍ରତ୍ୟକ୍ଷ କରୁ, ସବୁକିଛି ସେ ପଞ୍ଚତତ୍ଵର ସେଇ ଅନ୍ନମୟ ପରମଙ୍କର ଏକ ଅଭିବ୍ୟକ୍ତି। ପରମ ଏହି ଅନ୍ନମୟ ସତ୍ତା ମଧ୍ୟରେ, ପରମଙ୍କର ସେହି ଅନ୍ନମୟ ସତ୍ତା ମଧ୍ୟରେ ସେ କହୁଛନ୍ତି ଯେ ସେ ପ୍ରାଣମୟ ପୁରୁଷ ଆତ୍ମା ରୂପରେ ବିରାଜମାନ କରିଛନ୍ତି ଏବଂ ସେଥିଯୋଗୁଁ ସେହି ଅନ୍ନମୟ ପୁରୁଷଙ୍କ ଭିତରୁ ପ୍ରାଣମୟ ପୁରୁଷ ଆତ୍ମା ରୂପରେ ଅଭିବ୍ୟକ୍ତ ହେଲେ ଏବଂ ପ୍ରାଣୀମାନେ ସୃଷ୍ଟି ହେଲେ। ତାଙ୍କର ଏକ ବିବର୍ତ୍ତନ, ଗୋଟେ କ୍ରମ ବିକାଶର ଏକ ବିବର୍ତ୍ତନ ସେ କଥାକୁ ବର୍ଣ୍ଣନା କରୁଛନ୍ତି। ଏବଂ ସେ ପ୍ରାଣମୟ ସତ୍ତାଟି, ଏ ପ୍ରାଣମୟ ପୁରୁଷଙ୍କର ସେହି ପ୍ରାଣମୟ ସତ୍ତାଟି ଯେତେବେଳେ ସେ ପୂର୍ଣ୍ଣାଙ୍ଗ ରୂପ ନେଉଛି, ପ୍ରାଣମୟ ସତ୍ତାର ଯେତେ ବିକଶିତ ହେବା କଥା ସବୁକିଛି ବିକଶିତ ହୋଇସାରିଲା ପରେ ସେ ପ୍ରାଣମୟ ସତ୍ତାର ଯେଉଁ ଆତ୍ମା, ସେ ହେଉଛନ୍ତି ମନମୟ ପୁରୁଷ, ସେ ନିଜେ ବ୍ୟକ୍ତ ହେବେ। ସେହି ଆଧାରରେ ଏକ ମାନବ ସତ୍ତାଟି ଜନ୍ମ ଲାଭ କଲା, ଆମେ ସବୁ ଜନ୍ମ ଲାଭ କଲୁ। ଆମ ଭିତରେ ସେହି ଜଡ଼ମୟ ବା ଜଡ଼ମୟ ସତ୍ତାରୁ ଆମେ ପ୍ରାଣମୟ ସତ୍ତା ହେଇଛୁ, ପ୍ରାଣମୟ ସତ୍ତାରୁ ଏକ ମନୋମୟ ସତ୍ତା ରୂପରେ ଆମେ ଅଭିବ୍ୟକ୍ତ ହୋଇଛୁ। ଏବଂ ଯେତେବେଳେ ସେଇ ଆମ ଭିତରେ ଆମେ ଯେଉଁ ମନୋମୟ ସତ୍ତାଟି ନେଇ ଜନ୍ମ ହେଇଛୁ, ଆମ ଭିତରେ ମନୋମୟ ପୁରୁଷ ରହିଛନ୍ତି, ସେ ମନୋମୟ ପୁରୁଷ ଯେତେବେଳେ ଆମ ଭିତରୁ ପୂର୍ଣ୍ଣ ପ୍ରକାଶିତ ହେବେ, ସେତେବେଳେ ଆମ ଭିତରେ ଏହି ମନୋମୟ ସତ୍ତାର ଆତ୍ମା ରୂପରେ ବିରାଜମାନ କରିଥିବା ସେହି ବିଜ୍ଞାନମୟ ପୁରୁଷ ବ୍ୟକ୍ତ ହେବେ, ଅଭିବ୍ୟକ୍ତ ହେବେ, ସେ ପ୍ରକାଶିତ ହେବେ। ଯେତେବେଳେ ପର୍ଯ୍ୟନ୍ତ ଏ ମନୋମୟ ପୁରୁଷ ସମ୍ପୂର୍ଣ୍ଣ ଭାବରେ ପୂର୍ଣ୍ଣାଙ୍ଗ ରୂପ ନେଇପାରି ନାହିଁ, ସେତେବେଳେ ପର୍ଯ୍ୟନ୍ତ ଏହି ମନୋମୟ ସତ୍ତାକୁ ସାଧନା କରିବାକୁ ପଡ଼ିବ। ଏବଂ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ମନ ନିଜ ଭିତରେ ସମ୍ପୂର୍ଣ୍ଣ ପ୍ରକାଶ କରିଦେବେ ଏବଂ ପ୍ରାଣମୟ ଏବଂ ଜଡ଼ମୟ ବା ଅନ୍ନମୟ ସତ୍ତାଟି ପୂର୍ଣ୍ଣ ପ୍ରକାଶିତ ହୋଇଯିବେ, ସେତେବେଳେ ସେହି ମନୋମୟ ସତ୍ତାର ଆତ୍ମା ବିଜ୍ଞାନମୟ ପୁରୁଷ ଅଭିବ୍ୟକ୍ତ ହେବେ। ସେହି ବିଜ୍ଞାନମୟ ପୁରୁଷ ସେ ଶ୍ରଦ୍ଧାମୟ, ସେ ଋତମ ସତ୍ୟମ ବୃହତ୍, ସେ ବିଜ୍ଞାନମୟ ସତ୍ତାଙ୍କର ପୂର୍ଣ୍ଣ ପ୍ରକାଶ ହେବ। ଯେତେବେଳେ ବିଜ୍ଞାନମୟ ସତ୍ତାର ପୂର୍ଣ୍ଣ ପ୍ରକାଶ ହେବ, ସେ ପରମଙ୍କର ଏକ ପୂର୍ଣ୍ଣ ଅଭିବ୍ୟକ୍ତି ସେଇଠୁ ହିଁ ଆରମ୍ଭ ହୁଏ। ଏବଂ ସେ ବିଜ୍ଞାନମୟ ସତ୍ତାଟି ଯେତେବେଳେ ସମ୍ପୂର୍ଣ୍ଣ ଭାବେ ନିଜକୁ ପ୍ରକାଶ କରିଦେବେ ସେହି ସଚ୍ଚିଦାନନ୍ଦ ରୂପରେ, ସେତେବେଳେ ସଚ୍ଚିଦାନନ୍ଦଙ୍କର ଯେଉଁ ନିଜସ୍ୱ ରୂପ, ସେ ପୂର୍ଣ୍ଣ ଆନନ୍ଦ, ଅନନ୍ତ ଆନନ୍ଦ, ସେ ଅନନ୍ତ ଆନନ୍ଦ ରୂପରେ ସେ ହେଉଛି ବିଜ୍ଞାନମୟ ସତ୍ତାର ଆତ୍ମା, ସେ ନିଜକୁ ପ୍ରକାଶ ଲାଭ କରିବେ। ଉପନିଷଦ ଏଠି ଖୁବ୍ ଜୋର ଦେଇଛନ୍ତି ଯେ ସେହି ପରମ ଆନନ୍ଦ ସେ କେବଳ ସେଇଠି ରହିଛନ୍ତି ସେ କଥା ନୁହଁ। ଯେତେବେଳେ ସେ ଅନ୍ନମୟ ସତ୍ତାକୁ ଯେତେବେଳେ ରୂପାନ୍ତରିତ ହେଇ ଅନ୍ନମୟ ସତ୍ତା ରୂପରେ ପରିଣତ ହେଲେ, ସେ ଆନନ୍ଦ ନିଜକୁ ଏକ ସୂତ୍ରଧର ରୂପରେ ସେ ମଧ୍ୟ ଅନ୍ନମୟ ସତ୍ତାକୁ ଆବରି କରି ରହିଛନ୍ତି। ତେଣୁ ସେ ଅନ୍ନରୁ ଆନନ୍ଦ ପର୍ଯ୍ୟନ୍ତ ଏକ ସୂତ୍ରଧର ଭାବରେ ପରିବ୍ୟାପ୍ତ ହୋଇକି ରହିଛନ୍ତି। କିନ୍ତୁ ଅନ୍ନମୟ ସତ୍ତା ପାଖରେ ଯେଉଁ ଆନନ୍ଦ ରହିଛି ସେଟା ଏକ ଅଳିକ ଆନନ୍ଦ। ତାଠୁ ଟିକେ ଉଚ୍ଚ ହେଉଛି ପ୍ରାଣମୟ ସତ୍ତା ରୂପ ପାଖରେ ଯେଉଁ ଆନନ୍ଦ ରହିଛି, ଏବଂ ତାଠୁ ଆହୁରି ଉଚ୍ଚ ହେଉଛି ମନୋମୟ ସତ୍ତା ରୂପରେ ରହିଛି। କିନ୍ତୁ ସମ୍ପୂର୍ଣ୍ଣ ଆନନ୍ଦ ଏଠି ପ୍ରକାଶ ଲାଭ କରିପାରିନାହାନ୍ତି। ଏଠି
ଆନନ୍ଦର ଏକ ଝଲକ ବା ଅଳିକ ରୂପ କ୍ଷୁଦ୍ର ରୂପଟି ପ୍ରକାଶ ଲାଭ କରିଛନ୍ତି ରସ ରୂପରେ। ସେ ରସ ରୂପରେ ରହି ପ୍ରତ୍ୟେକ ଜୀବସତ୍ତାକୁ ଗୋଟେ ଜୀଇବାର, ଗୋଟେ ବଞ୍ଚିବାର ଗୋଟେ ରାହା ଯୋଗାଇ ଚାଲିଛନ୍ତି। ସେହି ସୁଖକର ରାହା ଦ୍ୱାରା ମଣିଷଟି ବଞ୍ଚିବାକୁ ବା ଜୀଇବାକୁ ଏଠି ସୁଖ ଅନୁଭବ କରୁଛି ବା ନିଜକୁ ଇଚ୍ଛା କରୁଛି ଯେ ଏଠି ସେ ବଞ୍ଚିପାରିବ। କାରଣ ସେଠି ପ୍ରତ୍ୟେକ ଜାଗାରେ କୌଣସି ନା କୌଣସି ଉପାୟରେ ସେ ସୁଖଟି ବା ସେ ରସ ତାକୁ ଆନନ୍ଦ ଦେଇଥାଏ, ଖୁସି ଦେଇଥାଏ। ତେଣୁ ସବୁ କର୍ମ ଭିତରେ ସେ ଆନନ୍ଦକୁ ରସ ରୂପରେ ପ୍ରତ୍ୟେକ ଜୀବ ଏଠି ପାନ କରିଥାନ୍ତି। ମାତ୍ର ଏହି ଆନନ୍ଦ ଅଳିକ ଆନନ୍ଦ, ସେ ଜାଣେନି ସେହି ଆନନ୍ଦର ଉତ୍ସ ହେଉଛନ୍ତି ସେହି ଅନନ୍ତ ଆନନ୍ଦ। ଏବଂ ଏଠି ଯେଉଁ ଆନନ୍ଦ ପ୍ରକାଶ ବା ଏଠି ସୁଖ ରୂପରେ ଆସିଛନ୍ତି ସେ ଏକ ତାଙ୍କର ଅନନ୍ତର ଏକ କ୍ଷୁଦ୍ର ଅଂଶ। ଏହି କଥାକୁ ଯେଉଁ ବ୍ୟକ୍ତି ଜାଣିପାରିବ ଯେ ମୁଁ ହେଉଛି ସେହି ବୃହତ୍ତର ଏକ କ୍ଷୁଦ୍ର, ଏହି ଆନନ୍ଦ ହେଉଛି ବୃହତ୍ତର ଏକ କ୍ଷୁଦ୍ର, ଏହି ଅଳିକ ହେଉଛି ସେ ଅନନ୍ତର ଏକ ଅଂଶ, ସେତେବେଳେ ସେ ଅଳିକତାକୁ ଅନନ୍ତରେ ରୂପାନ୍ତରିତ କରିବା ପାଇଁ ସାଧନା କରିବ। ସେ ସଂସାରରେ ଯେତେବେଳେ ସେ ଏ ଅଳିକ ରୂପରେ ରହିଛି, କ୍ଷୁଦ୍ର ରୂପରେ ରହିଛି, ସେତେବେଳେ ଏ ଜୀବନ ତାକୁ ଦୁଃଖ ଦେଉଛି, ଯନ୍ତ୍ରଣା ଦେଉଛି, ଜର୍ଜରିତ କରୁଛି, ଗୋଟେ ଦ୍ୱନ୍ଦ୍ୱାତ୍ମକ ଅବସ୍ଥାରେ ତାକୁ ପକାଇ ରଖିଛି। ସେ ଦ୍ୱନ୍ଦ୍ୱରୁ ସେ ମୁକ୍ତି ଲାଭ କରିପାରୁନାହିଁ। ତେଣୁ ସେ ଯଦି ସେ ଅନନ୍ତ ସହିତ ଯେତେବେଳେ ସେ ସମ୍ପର୍କ ସ୍ଥାପନ କରିବ, ଏକାତ୍ମ ସ୍ଥାପନ କରିବ, ସେତେବେଳେ ସେ ସମସ୍ତ ଦୁଃଖ ଯନ୍ତ୍ରଣା এই ଜର୍ଜରିତ ଜୀବନ ଭିତରୁ ସେ ମୁକ୍ତ ହେବ। ସେହି ବ୍ୟକ୍ତି ଅଦୃଶ୍ୟ ଅସ୍ପର୍ଶ ଅନନ୍ତ ପରମଙ୍କ ସହିତ ଏକାତ୍ମ ଲାଭ କରିପାରିବ। ସେତେବେଳେ ସେ ସମସ୍ତ ଭୟରୁ ସେ ମୁକ୍ତ ହେବ, ସମସ୍ତ ଦ୍ୱନ୍ଦ୍ୱରୁ ସେ ମୁକ୍ତ ହେବ। ସେ ଅନନ୍ତ ଶାନ୍ତି, ଅନନ୍ତ ପ୍ରେମ ଆଉ ଅନନ୍ତ ଜ୍ଞାନର ଅଧିକାରୀ ହୋଇପାରିବ। ଉପନିଷଦ ଏଠି ଏକ ଭୟମୁକ୍ତ ଜୀବନ ପାଇଁ ମନୁଷ୍ୟକୁ ଶିକ୍ଷା ପ୍ରଦାନ କରୁଛି ଯେ ଯେତେବେଳେ ସେ ପରମଙ୍କ ଠାରୁ ମଣିଷ ବା ଜୀବଟେ ଯେତେବେଳେ ଅନ୍ତର ହୋଇଯାଏ, ତା ଭିତରୁ ଭଗବାନ ଭୟ ରୂପରେ ତା ଭିତରେ ପ୍ରବେଶ କରନ୍ତି ଏବଂ ସେ ଭୟ ପାଏ ଏବଂ ଦ୍ୱନ୍ଦ୍ୱାତ୍ମକ ହୋଇ ଉଠେ, ଗୋଟେ ବନ୍ଧନରେ ପଡ଼ିଯାଏ। ଯେତେବେଳେ ସେ ତାଙ୍କ ସହିତ ସଂଯୋଗ ସ୍ଥାପନ କରେ, ତାଙ୍କ ଭିତରେ ଗୋଟେ ଚେତନା ସ୍ତରରେ ଗୋଟେ ୟୁନିଅନ୍ ହୁଏ, ସେତେବେଳେ ତା ଭିତରୁ ସେଇ ଭୟ, ସେ ଦ୍ୱନ୍ଦ୍ୱ ସବୁ ଅନ୍ତର ହୋଇଯାଏ। ସେତେବେଳେ ସେ ପରମ ଜ୍ଞାନର ଅଧିକାରୀ ହୁଏ। ଏବଂ ସେ ଉପନିଷଦ ସ୍ପଷ୍ଟ ଭାବରେ କହୁଛନ୍ତି ଏଠି ଯେଉଁ ଦେବଦେବୀମାନେ ଅଛନ୍ତି ସେମାନେ ମଧ୍ୟ ସେ ଭୟରୁ ମୁକ୍ତ ନୁହନ୍ତି ବା ସେମାନେ ସମ୍ପୂର୍ଣ୍ଣ ସ୍ୱାଧୀନ ନୁହନ୍ତି। ଯେଉଁ ଦେବଦେବୀମାନେ ଏଇ ମଣିଷକୁ, ଏ ଜୀବସତ୍ତାକୁ ପରିଚାଳିତ କରୁଛନ୍ତି, ଏ ଜୀବସତ୍ତାମାନେ ତାଙ୍କ ଅଧୀନରେ ରହିଛନ୍ତି। ଯେମିତି ବିନା ପବନରେ ଆମେ ବଞ୍ଚିପାରିବା ନାହିଁ, ତେଣୁ ପବନ ଦେବତା ଆମକୁ, ପବନ ଦେବତାଙ୍କ ଉପରେ ଆମେ ନିର୍ଭରଶୀଳ। କିନ୍ତୁ ପବନ ଦେବତା ମଧ୍ୟ ସେ ବି ମୁକ୍ତ ନୁହନ୍ତି, ସେ ମଧ୍ୟ ପରମଙ୍କ ଆଜ୍ଞାରେ ନିଜକୁ ପ୍ରକାଶିତ ହେଉଛନ୍ତି, ପରିଚାଳିତ ହେଉଛନ୍ତି। ସେମିତି ଅଗ୍ନି ନଥିଲେ ଏଠି ଜୀବସତ୍ତାଟିଏ ସମ୍ଭବ ହୋଇ ବଞ୍ଚିପାରିବ ନାହିଁ। ମଣିଷ ଭିତରେ ଏନର୍ଜି ରୂପରେ, ଶକ୍ତି ରୂପରେ ଅଗ୍ନି ଏଠି ମଣିଷ ଭିତରେ ରହିକରି ତାକୁ ଆୟୁଷ ପ୍ରଦାନ କରି ଚାଲିଛି। କିନ୍ତୁ ଅଗ୍ନି ମଧ୍ୟ ସେ ମୁକ୍ତ ନୁହଁ, ସେ ମଧ୍ୟ ପରମଙ୍କ ଆଜ୍ଞାରେ ସେ ନିଜକୁ ତେଜିଆନ ହେଇକି ରହିଛି। ପ୍ରାୟ କେନ ଉପନିଷଦରେ ଏ ସମ୍ପର୍କରେ ଗୋଟେ ସୁନ୍ଦର କାହାଣୀଟି ବି ରହିଛି ଯେ କେମିତି ଏଥିରେ ପରମ ନିଜକୁ ୱିଡ୍ର କରି ନେଉଛନ୍ତି, ପବନ ତା ପ୍ରବାହତାର ଶକ୍ତି ସେ କେମିତି ହରାଉଛି, ଅଗ୍ନିର ତେଜ କେମିତି ହରିଯାଉଛି। ଏ ସୁନ୍ଦର କାହାଣୀଟି ବି ଦେଇଛନ୍ତି, ଆମେ ଜାଣୁ ସେ କଥାଟା। ସେମିତି
ଯେତେ ସୂର୍ଯ୍ୟ ଅଛନ୍ତି ତାଙ୍କ ଭିତରେ ତେଜ, ସେ ତେଜ ଯୋଗୁଁ ସେ କେନ୍ଦ୍ର ରହିକି ଏ ପୃଥିବୀକୁ ତିଆରି କରିଛନ୍ତି ସେ। କିନ୍ତୁ ସେ ସୂର୍ଯ୍ୟ ମଧ୍ୟ ମୁକ୍ତ ନୁହନ୍ତି, ସେ ତାଙ୍କର ତେଜରେ ତେଜିଆନ ହେଇକି ରହିଛନ୍ତି। ଯଦି କାହାଣୀଟା ଟିକେ କହିବି କିନ୍ତୁ ଭାଇ ସେ କାହିଁଟି କେନ ସୁନ୍ଦର ଉପରେ ଭାବରେ ଅଛି କେନ ଉପନିଷଦରେ ଯେ ଉମା ହୈମ ସର୍ଟ ଟିକେ ଦିନେ କହିପାରିବେ? ଦେବାସୁର ଯୁଦ୍ଧ ହେଇଛି। ସେ ଦେବାସୁର ଯୁଦ୍ଧରେ ଦେବତାମାନେ ବିଜୟ ଲାଭ କରିଛନ୍ତି। ବିଜୟ ଲାଭ କଲା ପରେ ଯେଉଁ ଦେବତାମାନେ ଅଗ୍ନି ଆଉ ପବନ ଇନ୍ଦ୍ର ଏମାନେ ସମସ୍ତେ ଗୋଟେ ଉତ୍ସବ ପାଳନ କରୁଛନ୍ତି। ଯେ ଅଗ୍ନି କହୁଛି ଯେ ମୋର ତେଜ ଅସୁରମାନଙ୍କୁ ପୋଡ଼ି ଧ୍ୱଂସ କରିଦେଲା। ବାୟୁ କହୁଛି ମୁଁ ବି କମ୍ ନୁହଁ, ମୁଁ ମୋର ପ୍ରବାହତା ସେମାନଙ୍କୁ କାହାଡ଼ୁ ଉଡ଼େଇକି ପକାଇଦେଲା। ଇନ୍ଦ୍ର କହୁଛନ୍ତି ମୋର ଯେଉଁ ବଜ୍ର ସେମାନଙ୍କୁ ଧୂଳିସାତ କରିଦେଲା। ଏହି ସମୟରେ ନିଜେ ପରମ ସେ କହୁଛନ୍ତି ଉମା ହୈମବତୀ, ସେ ନିଜେ କଥା ଶୁଣିକି ଦେଖୁଛନ୍ତି ହାରେ ଏମାନେ ଜାଣିନାହାନ୍ତି କାହାର ଶକ୍ତି ବଳରେ ଏମାନେ ଯୁଦ୍ଧ କରିପାରିଲେ, ସେମାନେ ତାଙ୍କୁ ଭୁଲି ଯାଉଛନ୍ତି। ତେଣୁ ଉମା ହୈମବତୀ ସେମାନଙ୍କୁ ଏକ ଟିଚିଂ ଦେବା ପାଇଁ ସେ ଅବତରଣ କରୁଛନ୍ତି ଗୋଟେ ଯକ୍ଷ ରୂପରେ, ଗୋଟେ ତେଜସ୍ୱୀ ଅଗ୍ନିମୟ ସତ୍ତା ରୂପରେ ଗୋଟେ ଆସି ସେମାନଙ୍କ ଆଗରେ ଆବିର୍ଭାବ ହେଇଛନ୍ତି। ସେତେବେଳେ ଇନ୍ଦ୍ର କହିଛନ୍ତି ଇଏ କିଏ, ଏବଂ କହୁଛନ୍ତି ଅଗ୍ନିକୁ ଏ ଅଗ୍ନି ତୁମେ ଜାତ ବେଦ, ଏ ଜଗତର ପ୍ରତ୍ୟେକ ଜୀବସତ୍ତାକୁ ତୁମେ ଚିହ୍ନିଛ, ପ୍ରତ୍ୟେକ ଜୀବସତ୍ତା ଭିତରେ ତୁମେ ରହିଛ, ତେଣୁ ତୁମେ ଜାତ ବେଦ, ତୁମେ କୁହ ୟାଙ୍କର ପରିଚୟ ଦିଅ। ସେତେବେଳେ ସିଏ ଦେବୀ ମୂର୍ତ୍ତି ପାଖକୁ ଯେତେବେଳେ ଯାଇଛନ୍ତି, ଦେବୀ ମୂର୍ତ୍ତି ପଚାରୁଛନ୍ତି ତୁମେ କିଏ? ଅଗ୍ନିକୁ, ନା ମୁଁ ହେଉଛି ଅଗ୍ନି, ମୁଁ ଜାତ ବେଦ। ନା ତୁମେ କ'ଣ କରିପାର? ନା ମୁଁ ସବୁ କିଛି ପୋଡ଼ିକି ଧ୍ୱଂସ କରିଦେଇପାରେ। ସେଇଠି ତା ପାଖରେ ଗୋଟେ ତୃଣ, ଶୁଖିଲା ତୃଣଟେ ତାଙ୍କ ଆଗରେ ପକାଇଛନ୍ତି, କହୁଛନ୍ତି ତୁମ ପାଖରେ ଯଦି ଏତେ ଶକ୍ତି ଅଛି ଏଇ ତୃଣକୁ ପୋଡ଼ିକି ଧ୍ୱଂସ କର, ପୋଡ଼ି ଦିଅ। ଅଗ୍ନିକୁ ହସୁଛନ୍ତି ଏବଂ କହୁଛନ୍ତି ତାଙ୍କ ଭିତରେ ଯେଉଁ ତେଜ ଶକ୍ତିର ଯେଉଁ ଗର୍ବ ରହିଛି ତାକୁ ସେ ପ୍ରୟୋଗ କରୁଛନ୍ତି ଯେ ସେ ପୋଡ଼ି ଦେବା ପାଇଁ ତୃଣକୁ। ତା ଉପରେ ପ୍ରୟୋଗ କରିଛନ୍ତି ଶକ୍ତିଟି, କିନ୍ତୁ ତୃଣକୁ ପୋଡ଼ି ପାରିନାହାନ୍ତି। ସେ ଅପମାନିତ ହୋଇକି ଫେରି ଯାଉଛନ୍ତି। ତାପରେ ସେ ବାୟୁକୁ କହୁଛନ୍ତି ହେ ମାତରୀଶ୍ୱ, ଆଉ ତୁମେ ତ ସମସ୍ତ ଦେବତାମାନଙ୍କର ମା, ଦେବତାମାନେ ବି ସମସ୍ତେ ତୁମଠାରୁ ସୃଷ୍ଟି ହେଇଛନ୍ତି, ତୁମେ ୟାଙ୍କର ପରିଚୟ ଦିଅ। ପୁଣି ପବନ ଦେବତା ଯାଇଛନ୍ତି ଏବଂ ସେ କହୁଛନ୍ତି ସେଇ ସେଇ ତେଜିଆନ ଦେବୀ ପଚାରୁଛନ୍ତି ତୁମେ କିଏ? ନା ମୁଁ ପବନ। ନା ତୁମେ କ'ଣ କରିପାର? ନା ମୋର ଶକ୍ତି ଦ୍ୱାରା ସବୁ କିଛି ଫିଙ୍ଗି ଦେଇପାରେ, ଉଡ଼େଇକିରି ଫିଙ୍ଗି ଦେଇପାରେ। ସେଠି ସେ ତୃଣଟାକୁ ଦେଇଛନ୍ତି ଯେ ତୁମେ ଫିଙ୍ଗି ଦିଅ, କିନ୍ତୁ ତୃଣକୁ ହଲେଇ ପାରିନାହାନ୍ତି। ସେତେବେଳେ ସିଏ ମଧ୍ୟ ଫେରିଗଲା ପରେ ଏ କଥାକୁ ଇନ୍ଦ୍ର ଦେଖୁଛନ୍ତି ଏବଂ ଇନ୍ଦ୍ର ଜାଣିପାରୁଛନ୍ତି ଯେ ତାଙ୍କର ସେ ପ୍ରଜ୍ଞା ଦ୍ୱାରା ସେ ଜାଣିପାରୁଛନ୍ତି ଏଇ ଯେଉଁ ଦେବୀ ଅଛନ୍ତି ଇଏ ପ୍ରକୃତରେ ସାମାନ୍ୟ ଦେବୀ ନୁହନ୍ତି, ଇଏ ହେଉଛନ୍ତି ପରମାତ୍ମା। ସେତେବେଳେ ସେ ତାଙ୍କ ପାଖରେ ହାତ ଯୋଡ଼ି କହୁଛନ୍ତି ଯେ ହେ ଦେବୀ, ଆପଣ ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ। ସେଇଠି ସେ ପରିଚୟ ଦେଇଛନ୍ତି। ଅଗ୍ନି ନିଜେ ଜାଣିପାରିଛନ୍ତି ଯେ ଆପଣଙ୍କର ପରିଚୟ ପାଇପାରିବୁନି, ଆପଣ ହିଁ ଆପଣଙ୍କର ପରିଚୟ। ସେତେବେଳେ ସେ କହୁଛନ୍ତି ଦେଖ, ମୁଁ ତୁମ ଭିତରେ ଚେତନା ରୂପରେ, ଆତ୍ମା ରୂପରେ ବିରାଜମାନ କରିଥିବା ଯୋଗୁଁ ହେ ଅଗ୍ନି ତୁମେ ତେଜଶୀଳ ଥିଲ, ତୁମେ ଏବଂ ହେ ପବନ ତୁମେ ପ୍ରବାହତା ଶକ୍ତି ପ୍ରଦା ପାଇଥିଲ ମୋ ଠାରୁ, କିନ୍ତୁ ତୁମେ ମୁକ୍ତ ନୁହଁ। ଆଉ ମୁଁ ଥିଲି ବୋଲି ଏକଥା ହେଉଥିଲା। ଏଇ ଯେଉଁ ବିଜୟଟି ଲାଭ କଲ, ଏ ବିଜୟଟି ତୁମର ନୁହଁ, ମୋର ବିଜୟ, ପରମଙ୍କର ବିଜୟ। ତୁମେ ତୁଚ୍ଛଟାରେ ଗର୍ବ କରୁଛ, ଅହଙ୍କାର କରୁଛ, ତୁମେ କିଛି କରିଦେଲ ବୋଲି, କିନ୍ତୁ ମୁଁ ଥିଲି ବୋଲି ତୁମେ କିଛି କରିପାରିଲ, ତୁମେ ମୁକ୍ତ ନୁହନ୍ତି। ଏଇ କଥାଟି ସେଇ କାହାଣୀଟାରେ ଅଛି, ଚମତ୍କାର ଭାବରେ ସେ କାହାଣୀଟି। ସେ ହେଉଛନ୍ତି ଉମା ହୈମବତୀ, ସେ ନିଜ ଅଦୃଶ୍ୟ ହେଇଗଲେ ଏବଂ ତାଙ୍କୁ ଶୂନ୍ୟରେ ସେ କହୁଛନ୍ତି। ଏବଂ ଏଇଠି ସେ ଉପନିଷଦ ସେ ବାରମ୍ବାର ଆମକୁ କହୁଛନ୍ତି କେହି ବି ଏଠି ମୁକ୍ତ ନୁହନ୍ତି, କେବଳ ତାଙ୍କ ସମସ୍ତେ ସେଇ ପରମଙ୍କର ଆଜ୍ଞା ପାଳନ କରୁଛନ୍ତି, ସବୁ ଦେବତାମାନେ। ଏବଂ ତ ଏଇ କଥା
ଆମେ ଏଠୁ ଜାଣିଲୁ। ଏବଂ ମନୁଷ୍ୟ ହିଁ କେବଳ ଏକମାତ୍ର ସତ୍ତା ଯିଏକି ସେ ମୁକ୍ତ ହୋଇପାରିବ ଯଦି ସିଏ କେବଳ ପରମଙ୍କ ସହିତ ଯୁକ୍ତ ହୋଇପାରିବ। ସେ ହିଁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିବ। ସେ ଭୟରୁ ମୁକ୍ତ ହୋଇପାରିବ, ସେ ଦ୍ୱନ୍ଦ୍ୱରୁ ମୁକ୍ତ ହୋଇପାରିବ, ସେ ଯନ୍ତ୍ରଣାରୁ ମୁକ୍ତ ହୋଇପାରିବ। ଯଦି ସେ ପରମଙ୍କର ସେଇ ଅନନ୍ତ ଆନନ୍ଦ, ଅନନ୍ତ ଶକ୍ତି, ଅନନ୍ତ ଜ୍ଞାନ ସହିତ ସେ ଏକାତ୍ମ ସ୍ଥାପନ କରେ। ଏବଂ ସେ ଅନନ୍ତ ଆନନ୍ଦର ଗୋଟେ ସୁନ୍ଦର ସେ କ୍ରମଟେ ବର୍ଣ୍ଣନା କଲେ। ସେ ଅନନ୍ତ ଆନନ୍ଦ କ'ଣ? ଆମେ ପ୍ରାୟ 2ଟା କ୍ଲାସରେ ସେ ଅନନ୍ତ ଆନନ୍ଦ ସମ୍ପର୍କରେ ପାଇଁ ଗୋଟେ କାଲକୁଲେସନଟେ କଲେ ଯେ ଜଣେ ମନୁଷ୍ୟ ସତ୍ତାଟି ସବୁ ଜ୍ଞାନର ଅଧିକାରୀ ହେଇଥିବ, ସମସ୍ତ ସାଧନାରୁ ଉତ୍ତୁଙ୍ଗ ଶିଖରରେ ପହଞ୍ଚିଥିବ, ଚିର ଯୌବନ ପ୍ରାପ୍ତି ହେଇଥିବ ଏବଂ ସେ ଯୁବକ ହେଇଥିବ, ସମସ୍ତ ଐଶ୍ୱର୍ଯ୍ୟର ଅଧିକାରୀ ହେଇଥିବ, ପୃଥିବୀ ଯାକର ଐଶ୍ୱର୍ଯ୍ୟର ଅଧିକାରୀ ହେଇଥିବ, ଆଉ ସେ ବଳିଷ୍ଠ ହେଇଥିବ, ସେ ଶକ୍ତିଶାଳୀ ହେଇଥିବ, ଆଉ ସବୁକିଛି ଭୌତିକ ଜଗତର ଯେତେ ପ୍ରକାର ସୁଖ ଅଛି ସବୁକିଛି ପ୍ରାପ୍ତ କରିଥିବ, ଜ୍ଞାନ ପ୍ରାପ୍ତ କରିଥିବ, ସାଧନା ପ୍ରାପ୍ତ କରିଥିବ, ସ୍ଥିରତା ପ୍ରାପ୍ତ କରିଥିବ, ସ୍ଥିତପ୍ରଜ୍ଞ ପ୍ରାପ୍ତ କରିଥିବ। ସବୁ କଥା ପାଇସାରିଲା ପରେ ଗୋଟେ ମନୁଷ୍ୟର ଏକ ଆନନ୍ଦ, ଗୋଟେ ୟୁନିଟ୍। ତାଠାରୁ 100 ଗୁଣ ୟୁନିଟ୍ ହେଉଛି ଦେବଗନ୍ଧର୍ବ କର୍ମ ଆନନ୍ଦ, ଗନ୍ଧର୍ବ ଆନନ୍ଦ। ଏବଂ ଗନ୍ଧର୍ବ ଆନନ୍ଦର 100 ଗୁଣ ଦେବଗନ୍ଧର୍ବ ଆନନ୍ଦ, ଦେବଗନ୍ଧର୍ବ ଆନନ୍ଦର 100 ଗୁଣ କର୍ମଦେବ ଆନନ୍ଦ। ଏମିତି ସେ କାହାଣୀ କହିକିରି ସେ ଚାଲିଛନ୍ତି ଯେ ଏମିତି ଶତ ଶତ ଗୁଣ କର୍ମଦେବ ଆନନ୍ଦ ଠାରୁ ପ୍ରଜାପତି ଆନନ୍ଦ, ପ୍ରଜାପତି ଆନନ୍ଦ ପରେ ହେଉଛନ୍ତି ସେହି ବ୍ରହ୍ମାନନ୍ଦ ପ୍ରାପ୍ତ ହୋଇପାରିବ। ଅର୍ଥାତ୍ ବ୍ରହ୍ମାନନ୍ଦକୁ ପ୍ରାପ୍ତ କଲେ ସେ ମାନବୀୟ ଆନନ୍ଦର ଯେ କେତେ କେତେ ଗୁଣର ଅଧିକାରୀ ହେବ ତାର ଏକ ସୁନ୍ଦର ଅବତାରଣା ସେ କଲେ। ବର୍ତ୍ତମାନ ଆମେ ଏଇ ଆନନ୍ଦ କେମିତି ପ୍ରାପ୍ତ କରିପାରିବା ସେଇ ସମ୍ପର୍କରେ ଆମେ ସେ 12 ନମ୍ବର ଶ୍ଲୋକ ପଢ଼ିବା। ସେଇଠି ଶ୍ଲୋକଟି ପଢ଼ିକିରି ସେ ତା କହୁଛନ୍ତି ସେଇ ପରମ ଆନନ୍ଦ କେମିତି ପ୍ରାପ୍ତ କରିପାରିବା। ସୋ ୟଶ୍ଚାୟଂ ପୁରୁଷେ ୟଶ୍ଚାସା ବାଦିତ୍ୟ ସୈକଃ ସୋୟୋ ଏବଂ ବିତ୍ अस्मान् लोकात् प्रेत्य एतम् अन्नमयमात्मानम् उपसंक्रामति एतं प्राणमयमात्मानम् उपसंक्रामति एतं मनमयमात्मानम् उपसंक्रामति एतं विज्ञानमयमात्मानम् उपसंक्रामति एतो आनन्दमयमात्मानम् उपसंक्रामति तदप्येषो श्लोको भवति। ସେଇ ଯେଉଁ ପ୍ରଶ୍ନ ଥିଲା ସେ କେମିତି ସେଇ ପରମଙ୍କ ସହିତ ସଂଯୋଗ ହେବ ଏବଂ ପରମ ଆନନ୍ଦ ପ୍ରାପ୍ତ କରିପାରିବ, ସେଠି ସେ ତାର ଉତ୍ତରରେ ସେ କହୁଛନ୍ତି ସୋ ୟଶ୍ଚାୟଂ ପୁରୁଷେ ୟଶ୍ଚାସା ବାଦିତ୍ୟ ଏକ ସୋ ଏକଃ। ସେ କହୁଛନ୍ତି ସୋ ସେଇ ବ୍ୟକ୍ତି ଯିଏ ଯଶ୍ଚାୟଂ ଯଶ୍ଚ ଯେ ଅୟଂ ପୁରୁଷେ ଯେ ଅୟଂ ପୁରୁଷେ ଏହି ଶରୀର ମନୁଷ୍ୟର ଶରୀର ଭିତରେ ସୋ ଯିଏ ରହିଛନ୍ତି ସୋ ଯଶ୍ଚ ଅୟଂ ପୁରୁଷେ ଯେ ମନୁଷ୍ୟର ଶରୀର ଭିତରେ ଯିଏ ରହିଛନ୍ତି ଯଶ୍ଚାସା ଆଦିତ୍ୟ ସୋ ଏକଃ ଯିଏ ସେ ଆଦିତ୍ୟ ଭିତରେ ରହିଛନ୍ତି, ଆଦିତ୍ୟଙ୍କ ଭିତରେ ରହିଛନ୍ତି, ସୂର୍ଯ୍ୟଙ୍କ ଭିତରେ ରହିଛନ୍ତି। ସୋ ଏକ ଯିଏ ମନୁଷ୍ୟ ଶରୀର ଭିତରେ ରହିଛନ୍ତି, ଯିଏ ସୂର୍ଯ୍ୟଙ୍କ ଭିତରେ ମଧ୍ୟ ରହିଛନ୍ତି, ସେ ଏକ। ଏଇଠି ଗୋଟେ ଏକାତ୍ମର ଗୋଟେ ସଂଜ୍ଞା ଦେଉଛନ୍ତି ଯେ ଯେଉଁ
ଆତ୍ମା ପରମ ପୁରୁଷଙ୍କ ଭିତରେ ରହିଛନ୍ତି ଯେଉଁ ସତ୍ୟ, ଯେଉଁ ଜ୍ଞାନମ, ଯେଉଁ ଅନନ୍ତ ଗୋଟିଏ ମନୁଷ୍ୟ ଭିତରେ ରହିଛନ୍ତି, ମନୁଷ୍ୟ ଶରୀର ଭିତରେ ରହିଛନ୍ତି। ଏବଂ ଆଦିତ୍ୟଙ୍କ ଭିତରେ ଯେଉଁ ପୁରୁଷ, ଯେଉଁ ସତ୍ୟ ରହିଛନ୍ତି ସେ ଏକ। ମନୁଷ୍ୟ ଭିତରେ ଯିଏ ରହିଛନ୍ତି ଏବଂ ଆଦିତ୍ୟଙ୍କ ଭିତରେ ରହିଛନ୍ତି ସେ ଏକ। ସୋ ୟୋ ଏବଂ ବିତି ବିତ୍, ଯିଏ ସ ବିତ୍ ଜାଣେ, ଅୟଂ ଏବଂ ନିଶ୍ଚିତ ଭାବରେ ଜାଣେ, ଯିଏ ପୂର୍ଣ୍ଣାଙ୍ଗ ରୂପରେ ଜାଣିପାରେ ଯେ ଆଦିତ୍ୟ ଭିତରେ ଯିଏ ରହିଛନ୍ତି ଏବଂ ମୋ ଭିତରେ ମଧ୍ୟ ସେହି ରହିଛନ୍ତି, ଏହି କଥାକୁ ଯିଏ ଯଥାର୍ଥ ଭାବରେ ଜାଣେ। ଅସ୍ମାନ୍ ଲୋକାତ୍ ପ୍ରତ୍ୟୟ, ସେତେବେଳେ ଅସ୍ମାତ୍ ଏହି ଲୋକ, ଏହି ଜଗତ, ଏହି ସ୍ଥିତି, ପ୍ରତ୍ୟୟ, ପ୍ରତ୍ୟୟ ମାନେ ପରିତ୍ୟାଗ କରି ଛାଡ଼ିକିରି ଚାଲିଗଲା ପରେ, ଏହି ଜଗତକୁ ଜଗତକୁ ତ୍ୟଜ୍ୟ କରି ସେ ଛାଡ଼ି ଚାଲିଗଲା ପରେ, ଅସ୍ମାତ୍ ଲୋକାତ୍, ଏହି ଲୋକାତ୍, ଏହି ଜଗତକୁ, ଏତତ୍ ଅନ୍ନମୟମାତ୍ମାନମ୍ ଉପସଂକ୍ରାମତି, ସେ ଏହି ଅନ୍ନମୟ ଆତ୍ମାନମ୍, ଏହି ଅନ୍ନମୟ ଆତ୍ମା ଉପସଂକ୍ରାମତି, ସେ ଅନ୍ନମୟ ଆତ୍ମାକୁ ଲାଭ କରେ। ତାପରେ ଅନ୍ନମୟକୁ ଆତ୍ମାକୁ ଲାଭ କଲା ପରେ ପୁଣି ସେଠୁ ଯେତେବେଳେ ସେ ଅତିକ୍ରମ କରିଯାଏ, ଏତଂ ପ୍ରାଣମୟମାତ୍ମାନମ୍ ଉପସଂକ୍ରାମତି, ସେ ପ୍ରାଣମୟ ଆତ୍ମାକୁ ଲାଭ କରେ। ଏବଂ ଯେତେ ପ୍ରାଣମୟ ଆତ୍ମାରୁ ସେ ଅତିକ୍ରମ କରିଯାଏ, ସେତେବେଳେ ଏତଂ ମନମୟ ଆତ୍ମାନମ୍ ଉପସଂକ୍ରାମତି, ସେତେବେଳେ ସେ ମନମୟ ଆତ୍ମାକୁ ସେ ପ୍ରାପ୍ତ କରେ। ଏବଂ ଯେତେବେଳେ ମନମୟ ଆତ୍ମାରୁ ସେ ଅତିକ୍ରମ କରିଯାଏ, ସେତେବେଳେ ସେ ବିଜ୍ଞାନମୟ ଆତ୍ମାନମ୍ ଉପସଂକ୍ରାମତି, ଏବଂ ବିଜ୍ଞାନମୟ ଆତ୍ମାରୁ ଯେତେ ଅତିକ୍ରମ କରିଯାଏ ସେ ଆନନ୍ଦମୟ ଆତ୍ମାନମ୍ ଉପସଂକ୍ରାମତି, ତଦପି ଶୋକୋ ଭବତି। ଏଇଠି ଗୋଟେ ସୁନ୍ଦର ଅବତାରଣା କରୁଛନ୍ତି ଯେ ଯେତେବେଳେ ବ୍ୟକ୍ତି ବିତ୍, ଯେ ଜାଣେ, ଜାଣିବା ଅର୍ଥ ତାଙ୍କ ତ ଏକ ହେଇଯାଏ, ସେତେବେଳେ ସେ ନିଜ ଭିତରେ ଥିବା ଆତ୍ମା, ସେ ଯେଉଁ ପ୍ରଥମ ଶ୍ଲୋକରେ କହିଥିଲେ, ସେ ନିଜେ ଗୋଟିଏ ମନୁଷ୍ୟ ଶରୀରର ଭିତରେ ସେ ସଂଗୁପ୍ତ ଭାବରେ ରହିଛନ୍ତି ଏବଂ ସେ ମଧ୍ୟ ପରମ, ସେ କହୁଛନ୍ତି ଯେ ସେ ହେଉଛନ୍ତି ସେଇ ବ୍ୟକ୍ତ, ସେଇ ପରିବ୍ୟାପ୍ତ, ସେ ଆକାଶ, ଯିଏ ଆମ ଶରୀର ଭିତରେ ରହିଛନ୍ତି, ସେଇ ମଧ୍ୟ ଏ ସମଗ୍ର ଜଗତ ପରିବ୍ୟାପ୍ତ ହୋଇକି ସେ ରହିଛନ୍ତି, ଅର୍ଥାତ୍ ଆଦିତ୍ୟ ଭିତରେ ମଧ୍ୟ ସେ ରହିଛନ୍ତି, ସେ ଏକ। ଏହି କଥାକୁ ଯିଏ ଜାଣେ ଅର୍ଥାତ୍ ତାଙ୍କ ସହିତ ଏକାତ୍ମ ହୁଏ। ଅସ୍ମାନ୍ ଲୋକାତ୍ ପ୍ରତ୍ୟୟ, ଏହି ଜଗତକୁ ପ୍ରତ୍ୟାବର୍ତ୍ତନ, ଏହି ଜଗତରୁ ସେ ଛାଡ଼ି ଚାଲିଗଲା ପରେ ବା ମୃତ୍ୟୁ ଲାଭ କଲା ପରେ ବୋଲି ବିଭିନ୍ନ ଜାଗାରେ କହନ୍ତି। କିନ୍ତୁ ଏଠି ଅସ୍ମାତ୍ ଲୋକାତ୍ ପ୍ରତ୍ୟୟର ଅର୍ଥ କେବଳ ମୃତ୍ୟୁକୁ ବୁଝେଇବ ନାହିଁ। ଏହି ଜଗତକୁ ଛାଡ଼ି ଚାଲିଗଲା ପରେ, ଅର୍ଥାତ୍ ଆମେ ଏଇ ଶରୀରକୁ ଛାଡ଼ି ଚାଲିଗଲା ପରେ କଥାକୁ ବୁଝାଇ ନାହିଁ ବୋଲି ଉପନିଷଦର ଗୁରୁମାନେ କହୁଛନ୍ତି। ଅର୍ଥାତ୍ ଏହି ବିଭେଦମୟ ଚେତନାରୁ ସେ, ଯେଉଁ ଚେତନା ଭିତରେ ସେ ଥିଲେ ବ୍ୟକ୍ତି, ଯେ ଅଜ୍ଞାନ ଭିତରେ, ସେ ଅଳିକ ଭିତରେ ଥିଲେ, ସେଇଥିରୁ ସେ ମୁକ୍ତି ଲାଭ କରେ ଏବଂ ସେଇଠୁ ସେ ଛାଡ଼ି ଯାଇକରି ସେ ଗୋଟେ ଚେତନାର ଗୋଟେ ବିଶାଳ ଆନନ୍ଦ ଭିତରକୁ ସେ ପ୍ରବେଶ କରୁଛନ୍ତି। ଏ ଅଜ୍ଞାନମୟ ଚେତନାକୁ ପରିତ୍ୟାଗ କରି ସେ ଅନ୍ନମୟ ଆତ୍ମା ଭିତରେ ପ୍ରବେଶ କରୁଛନ୍ତି। ସେଠି ପୁଣି ଅତିକ୍ରମ କରି ସେ ପ୍ରାଣମୟ ଆତ୍ମାକୁ ଲାଭ କରୁଛନ୍ତି ଏବଂ ସେ ପ୍ରାଣମୟ ଆତ୍ମାକୁ ଅତିକ୍ରମ କରି ମନମୟ ଆତ୍ମାକୁ ପ୍ରାପ୍ତ କରୁଛନ୍ତି ଏବଂ ମନମୟ ଆତ୍ମାରୁ ଅତିକ୍ରମ କରି ସେ ବିଜ୍ଞାନମୟ ଆତ୍ମାକୁ ପ୍ରାପ୍ତ କରୁଛନ୍ତି ଏବଂ ବିଜ୍ଞାନମୟ ଆତ୍ମାକୁ ଅତିକ୍ରମ କରି ସେ ଆନନ୍ଦମୟ ଆତ୍ମାକୁ ପ୍ରାପ୍ତ କରୁଛନ୍ତି।
ଅର୍ଥାତ୍ ସିଏ ଏକଧାରାରେ ଗୋଟେ ଯାତ୍ରା ତାଙ୍କର ସେଇ ଜ୍ଞାନ ଲୋକ ତାକୁ ଗୋଟେ ବିଶାଳ ଯାତ୍ରା ଆଡ଼କୁ ନେଇଯାଉଛି ଏବଂ ଆନନ୍ଦକୁ ସେ ପ୍ରାପ୍ତ କରୁଛନ୍ତି ସେ ବ୍ୟକ୍ତି। ସେଇ ଅର୍ଥାତ୍ ଏଠି ସେ ସୁନ୍ଦର ଭାବରେ କହୁଛନ୍ତି ଗୋଟେ ସାଧନା, ଯେଉଁ ସାଧନା ଦ୍ୱାରା ବ୍ୟକ୍ତି ନିଜେ ଏବଂ ତାଙ୍କର ପରିବ୍ୟାପ୍ତ ଏ ଜଗତ ସହିତ ଯେତେବେଳେ ଏକ ହୋଇଯାଉଛି, ସେ ଏକକୁ ହିଁ ଯେତେବେଳେ ଦେଖୁଛନ୍ତି, ସେତେବେଳେ ସିଏ ଆଉ ଏଇ ସ୍ଥୂଳ ଅଜ୍ଞାନମୟ ଜଗତ ଭିତରେ ପଡ଼ି ରହିବ ନାହିଁ, ସେଥିରୁ ସେ ମୁକ୍ତ ହେବ ଏବଂ ସେ ଅନ୍ନମୟର ଆତ୍ମାକୁ ଲାଭ କରିବ, ସେ ପ୍ରାଣମୟ ଆତ୍ମାକୁ ଲାଭ କରିବ, ସେ ମନୋମୟ ଆତ୍ମାକୁ ଲାଭ କରିବ, ବିଜ୍ଞାନମୟ ଆତ୍ମାକୁ ଲାଭ କରିବ, ଆନନ୍ଦମୟ ଆତ୍ମାକୁ ଲାଭ କରିବ। ସେ ସବୁକୁ ଏକ ରୂପରେ ସେ ଅନୁଭବ କରିବ। ଏଠି ସ୍ତର ସ୍ତର ଆଉ ଅନୁଭବ କରିବନି। ସେଠି ଯିଏ ଅନ୍ନମୟ, ସେହି ପ୍ରାଣମୟ, ସେହି ମନୋମୟ, ସେହି ବିଜ୍ଞାନମୟ, ସେହି ଆନନ୍ଦମୟ, ସେ ଏକକୁ ସେ ସବୁ ଅନୁଭବ କରିବ। ସେ ସବୁକିଛି ଏକ ଏବଂ ସିଧାସଳଖ ସେ ଆନନ୍ଦମୟ ସ୍ତରରେ ପହଞ୍ଚି ଯାଇପାରିବ। ଉପନିଷଦରେ କହିବାର ଅର୍ଥ ହେଉଛି ସେ ଆନନ୍ଦ କେମିତି ସେ ପ୍ରାପ୍ତ କରିପାରିବ, ଯେତେ ପର୍ଯ୍ୟନ୍ତ ତାଙ୍କ ସହିତ ତାଙ୍କ ଭିତରେ ଏଠି ପ୍ରକୃତରେ ସେ ଲାଭ ବିତ୍ ବୋଲି ଶବ୍ଦରେ ବ୍ୟବହାର କରିଛନ୍ତି। ଏଇ ଯେଉଁ ଏକାତ୍ମ ସ୍ଥାପନ କରିବ, କାହା ଦ୍ୱାରା କିଏ ତାକୁ ଏକାତ୍ମ ସ୍ଥାପନ କରାଇବ ନା ଗୋଟେ ଜ୍ଞାନ, ଗୋଟେ ସେ ପରମ ଜ୍ଞାନ ସେଇ ପୁରୁଷ ସହିତ, ଏଇ ବ୍ୟକ୍ତ ପୁରୁଷ ସହିତ ସେ ଅବ୍ୟକ୍ତ ପୁରୁଷଙ୍କ ସହିତ ଏକାତ୍ମ ସ୍ଥାପନ କରାଇବ। ସେଇ ଜ୍ଞାନ ହିଁ ଗୋଟେ ଉର୍ଜା ରୂପରେ ଆଉ ଗୋଟେ ସୂତ୍ରଧର ରୂପରେ ସେ ଅନ୍ନମୟ ସ୍ତରରୁ ଆନନ୍ଦମୟ ସ୍ତରକୁ ନେଇଯିବ। କଠୋର ଉପନିଷଦ ସୁନ୍ଦର ଭାବରେ କହିଛନ୍ତି ଯେ କିଏ ତାକୁ ଏଇ ଜୀବନରୁ ତାକୁ ମୁକ୍ତ ଦେବ ଏବଂ ପରମ ଜୀବନ ଲାଭ କରିବ ନା ଯଥା କର୍ମଂ ତଥା ଶ୍ରୁତମ୍। ଗୋଟେ କର୍ମ ଏବଂ ଜ୍ଞାନ ଏ ଦୁଇଟା ହିଁ ତାଙ୍କୁ ଏଇ ଅଜ୍ଞାନମୟ ସ୍ତରରୁ ସେ ଆନନ୍ଦମୟ ସ୍ତରକୁ ଅର୍ଥାତ୍ ବିଜ୍ଞାନମୟ ସ୍ତର ଏବଂ ପରମ ଜ୍ଞାନମୟ ସ୍ତରକୁ ପ୍ରାପ୍ତ କରିବାରେ ସେ ହିଁ ଗୋଟେ ଉତ୍ସ ରୂପରେ ବା ଗୋଟେ ଅଧିନାୟକ ରୂପରେ ସେ ହିଁ ତାକୁ ଗାଇଡ଼ କରିବେ ଏବଂ ତାକୁ ପରିଚାଳିତ କରିବେ। ତାପରେ ଏଇ କଥା ଏଇ ଶ୍ଲୋକରେ ଆଲୋଚନା କଲା ପରେ ତାପରେ ସେ କହୁଛନ୍ତି ଯୋତ ବାଚୋ ନିବର୍ତ୍ତନ୍ତେ ଅପ୍ରାପ୍ୟ ମନସା ସହ ଆନନ୍ଦଂ ବ୍ରହ୍ମଣ ବିଦ୍ୱାନ୍ ନ ବିବେତି କୁତଶ୍ଚ ନେତି। ପୁଣି ସେ ପ୍ରଥମ ଯାହା କହିଥିଲେ ଯେ ଯେତେବେଳେ ମନୋମୟ ପୁରୁଷ ବ୍ୟକ୍ତ ହେଉଛନ୍ତି, ସେ ମନୋମୟ ପୁରୁଷ ତାର ମନସା ଦ୍ୱାରା ମନ ତାକୁ ଭାବେ, ମନର ଯେଉଁ କ୍ରିୟା, ମନ ଯେଉଁଠି କ୍ରିୟାଶୀଳ ହେଇଛି, ଏ କ୍ରିୟାଶୀଳ ମନ କେମିତି ହୁଏ ନା ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା କ୍ରିୟାଶୀଳ ହୁଏ। ଏଇ ବାକ୍ ଦ୍ୱାରା, ଏଇ ଦର୍ଶନେନ୍ଦ୍ରିୟ ଦ୍ୱାରା, ଏଇ ଘ୍ରାଣେନ୍ଦ୍ରିୟ ଦ୍ୱାରା, ଏଇ ବାକ୍ ଇନ୍ଦ୍ରିୟ ଦ୍ୱାରା, ଏଇମାନଙ୍କ ଦ୍ୱାରା ସେ କ୍ରିୟାଶୀଳ ହେଇଥାଏ। ଏମାନଙ୍କଠାରୁ ଇନଫର୍ମେସନ୍ ମାନେ ନିଜକୁ ବ୍ୟକ୍ତ କରିଥାଏ। ମନ ଏଇମାନଙ୍କୁ ଅବଲମ୍ବନ କରି ଯେତେବେଳେ ସେ ବ୍ୟକ୍ତ କରିବାକୁ ଚାହୁଁଛି ସେ ପରମଙ୍କୁ, ସେ ଜ୍ଞାନକୁ, ସେ ଆନନ୍ଦକୁ, ସେତେବେଳେ ସେ ପାରୁନାହିଁ। ଯୋତ ବାଚା ନିବର୍ତ୍ତନ୍ତେ ଅପ୍ରାପ୍ୟ ମନସା ସହ। ଅପ୍ରାପ୍ୟ, ସେ ପ୍ରାପ୍ତ କରିପାରୁନାହିଁ ମନସା ସହ। ମନ ଯେତେବେଳେ ସେ ଅପ୍ରାପ୍ତ ହେଇକିରି ନିବର୍ତ୍ତନ୍ତେ, ସେ ଫେରି ଆସୁଛି, ତାର ବାଚ ନିବର୍ତ୍ତନ୍ତେ, ତା ବାକ୍ ଆଉ ତାକୁ ଶବ୍ଦ ରୂପରେ ସେ ବ୍ୟକ୍ତ କରିପାରୁନାହିଁ ସେ ପରମ କିଏ, କାରଣ ତାର ସେ ଅପ୍ରାପ୍ୟ, ସେ ତାର ଅପହଞ୍ଚ। ସେତେବେଳେ ସିଏ କ'ଣ କରୁଛି ନା ସରେଣ୍ଡର କରୁଛି, ସେ ଫେରି ଆସୁଛି। ସେତେବେଳେ କ'ଣ କିଏ ଆସୁଛନ୍ତି ତା ପାଖକୁ? ଆନନ୍ଦଂ ବ୍ରହ୍ମଣ ବିଦ୍ୱାନ୍। ସେଇ ବାକ୍ ସ୍ଥାନରେ, ସେ ମନ ସ୍ଥାନରେ ଆନନ୍ଦ ସେଠି ପ୍ରତିନିଧିତ୍ୱ କରୁଛନ୍ତି, ଆଉ ମନ ପ୍ରତିନିଧିତ୍ୱ କରୁନାହିଁ। ସେଇ ବ୍ରାହ୍ମଣ ବିଦ୍ୱାନ୍, ସେଇ ବ୍ରହ୍ମାନନ୍ଦ ସେଇଠି ସେ ପ୍ରତିନିଧିତ୍ୱ କରୁଛି
से ही परम को जाने से जिते से तांको जानी जाए से मनुष्य मन से पारनी से सरेंडर केवल कर से तांको आउ किए आसिक जनइब बोली सी बाट छाड़देव से आनंद निजक अभिव्यक्त करेंगे से ब्रह्मानंद से परम को जी जाने ब्राह्मणो विद्वान से ही ब्रह्मानंद से ही विद्वान से जाने से ब्रह्म नो विभेति कुतश्चनेति सेतेबेले तार एकात्म हुए तांको सहित सेतेबेले आउ नो विभेति आ विभेद अत भय आउ रहे नहीं से संपूर्ण मिलन हो जाए नो विभेति कुतश्चनेति से आउ कहा को भी भय करे नहीं भय अर्थात सेठू से विच्युत हुए नहीं भयटा सब भयटी पूर्व से आलोचना करते जिते से मनीष परम ठारू विभेद हो जाए से भय सृष्टि हुए जिते परम सहित जो एक हो जाए ता पाखर भय अंतर हो जाए से भय अंतर से हुए जितेबले सी आनंद ताको प्रतिनिधित्व करे एवं सी ब्रह्मानंद प्राप्त हो जाए सेतेबेले ता पाखर समस्त भय अंतर हो जाए सेतेबेले सी परमात्मांकर शाश्वत वार्ता को से शुणी पारे एवं सेतेबेले आउ मुह दे व्यक्त न करी से ज्ञान दे व्यक्त करे यही पार्टी ताको व्यक्त करने सक्षम नुह नो से सुंदर भाव से केन उपनिषद वर्णना अच्छी जे ए परम किए जिते परम ज्ञान प्राप्त हुए से मन दे केते कल्पना करहब ना कि से बाक दे प्रकाशित करहब ना बा चक्षु द्वारा ताको देखी हब ना कारण ए चक्षु ए बाक ए कर्ण एमाने एते अलिक एते सीमित जे तांकर से परम असीमता को केबे भी प्रकाश प्रकाश करने सक्षम नुहंती तेणु एक कथा से मैंने जानीजे मन एक कथा जो जानीज से इंद्रिय माने इंद्रिय सह से निजे से परम सहित से समर्पण करिवो एवं समर्पण कर सारा परे एमानंकर जो मालिक मनर जो मालिक आत्मा से होचंती किए ना विज्ञान से विज्ञान से होचंती विज्ञान होचंती श्रद्धा एवं सतृत बृहत्तर प्रतीक से ही सेठी रही आनंद आत्मा रूपे से सी ब्रह्मविद हो उठी से कहीं पूर्व प्रथम से कही प्रथम श्लोक ब्रह्मविद आपनोति परम जे ब्रह्मविद से परम को ही प्राप्त करती किमिति रूपरे ना सत्यम ज्ञानम अनंत रूपरे से प्राप्त करती एवं तापरे से एति पर्यंत रखिबा एवं आउ गोटे श्लोक केवल रहिला परवर्ती समय ताको आलोचना करिबा पर क्लास रे आज जहाँ आम पढ़िलु जे केतेबेले से परम को आनंद को प्राप्त करिबा किमिति प्राप्त करिबा एवं जेतेबेले तांको प्राप्त करिबा ताको सहित एकात्म हो उठितिबा एवं एकात्म हो उठितिले सेतेबेले आम भितर समस्त विभेदरु समस्त भयरु मुक्त हो जिबा एवं से परमंकर आनंद को लाभ करिबा सेतेबेले सत्यम ज्ञानम अनंतम आम भितर प्रकाश लाभ करिवे जीवंत स्वरूप रे तो रब भाई आपण आलोचना आरंभ करंतु। समस्त को नमस्कार शुभ सकाळ आज आमे तैत्तरीय उपनिषद द्वितीय अध्याय ब्रह्मानंद